ଆଜିର ଏହି ଗଭୀର ଅନୁଶୀଳନକୁ ସମସ୍ତଙ୍କୁ ସ୍ୱାଗତ। ଗତ ଆଲୋଚନାରେ ଆମେ ଥିଲେ ଓଡ଼ିଶାର ଉପକୂଳରେ, ସେହି ସମତଲ ସବୁଜ ଅଞ୍ଚଳରେ, ଯାହାକୁ ଓଡ଼ିଶାର ଧାନର ପାତ୍ର ବୋଲି କୁହାଯାଏ। ହଁ, ପୁରା ଉର୍ବର ଅଞ୍ଚଳ। କିନ୍ତୁ ଆଜି ଆମେ ସେଠାରୁ ଯାତ୍ରା କରିବା ଭିତରକୁ, ପଶ୍ଚିମ ଦିଗକୁ, ଯେଉଁଠି ମାଟି ଧୀରେ ଧୀରେ ଉପରକୁ ଉଠିଛି। ଆଉ ଆରମ୍ଭ ହୋଇଛି ପାହାଡ଼, ପର୍ବତ ଆଉ ଉଚ୍ଚଭୂମିର ଏକ ବିଶାଳ ସାମ୍ରାଜ୍ୟ। ହଁ, ମଧ୍ୟ ପାହାଡ଼ିଆ ଓ ଉଚ୍ଚଭୂମି ଅଞ୍ଚଳ। ଓ ଯେତେବେଳେ ଆପଣ ବିଶାଳ ଶବ୍ଦ ବ୍ୟବହାର କଲେ, ସେଥିରେ କିଛି ବି ଭୁଲ ନାହିଁ। ଆମ ଉତ୍ସଗୁଡ଼ିକ ଅନୁସାରେ ଏହି ଗୋଟିଏ ଭୌଗୋଳିକ ଅଞ୍ଚଳ ଓଡ଼ିଶାର ପ୍ରାୟ 3/4 ଜାଗା ନେଇଛି। 3/4? ହଁ, ଏହା କେବଳ ମାଟି ପଥରର ଏକ ଅଞ୍ଚଳ ନୁହେଁ। ଏହା ହେଉଛି ଓଡ଼ିଶାର ମେରୁଦଣ୍ଡ। ମେରୁଦଣ୍ଡ କେମିତି? କାରଣ ଏହା ହିଁ ରାଜ୍ୟର ଜଳବାୟୁକୁ ନିୟନ୍ତ୍ରଣ କରେ। ଏଇଠୁ ହିଁ ପ୍ରମୁଖ ନଦୀଗୁଡ଼ିକ ବାହାରିଛନ୍ତି। ଆଚ୍ଛା, ତେବେ ତ ଆମେ ପ୍ରକୃତରେ ଓଡ଼ିଶାର ହୃଦୟ ବିଷୟରେ କଥା ହେଉଛେ। ତେବେ ଏହାର ଗଠନ କିପରି? ମାନେ, ଆମ ମନକୁ ପର୍ବତମାଳା କହିଲେ ହିମାଳୟ ପରି ଏକ ଲମ୍ବା, ସିଧା ଶୃଙ୍ଖଳାର ଚିତ୍ର ଆସେ। ଏଇଟା କ'ଣ ସେମିତି? ନା, ଆଉ ସେଇଠି କଥାଟା ବହୁତ ମଜାଦାର ହେଇଯାଉଛି। ଆମ ଉତ୍ସ ଅନୁଯାୟୀ ଏହି ଅଞ୍ଚଳ ହେଉଛି ପୂର୍ବଘାଟ ପର୍ବତମାଳାର ଏକ ଅଂଶ। ହଁ, ଯାହା ଭାରତୀୟ ଉପଦ୍ୱୀପୀୟ ମାଳଭୂମିର ଏକ ଭାଗ। ଏକଦମ। କିନ୍ତୁ ହିମାଳୟ ଭଳି ଏହା ଗୋଟେ ନିରବଚ୍ଛିନ୍ନ କାନ୍ଥ ନୁହେଁ, ବରଂ ଭଙ୍ଗାରୁଜା। ହଁ, ଛିନ୍ନ ବିଚ୍ଛିନ୍ନ। ଭାବନ୍ତୁ, ବଡ଼ ବଡ଼ ପର୍ବତ ଶ୍ରେଣୀ ଅଛି, କିନ୍ତୁ ତା ଭିତରେ ନଦୀମାନେ ନିଜ ପାଇଁ ରାସ୍ତା ତିଆରି କରିଛନ୍ତି। ଗୋଟେ ମିନିଟ୍, ଆପଣ କହିଲେ ଏହା ପୂର୍ବଘାଟ ପର୍ବତମାଳାର ଅଂଶ, ପୁଣି କହୁଛନ୍ତି ଛିନ୍ନ ବିଚ୍ଛିନ୍ନ। ଗୋଟିଏ ପର୍ବତମାଳା କେମିତି ଛିନ୍ନ ବିଚ୍ଛିନ୍ନ ହୋଇପାରେ? ବହୁତ ଭଲ ପ୍ରଶ୍ନ। କଳ୍ପନା କରନ୍ତୁ, ଗୋଟେ ବଡ଼ କେକ୍ ଅଛି, ଆଉ ଆପଣ ଛୁରୀରେ ତାକୁ ଅନେକ ଜାଗାରୁ କାଟି ଦେଇଛନ୍ତି। ଆଚ୍ଛା। କେକ୍ଟା ଏବେ ବି ଗୋଟିଏ, କିନ୍ତୁ ଅନେକ ଖଣ୍ଡରେ ବାଣ୍ଟି ହୋଇଯାଇଛି। ଓହୋ। ଏଠି ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଭଳି ନଦୀଗୁଡ଼ିକ ସେହି ଛୁରୀର କାମ କରିଛନ୍ତି। ଲକ୍ଷ ଲକ୍ଷ ବର୍ଷ ଧରି ପର୍ବତକୁ କାଟି କାଟି ଆଉ ଏହି ପର୍ବତମାଳାକୁ ଆଉ ଏକାଠି ରଖେଇ ଦେଇନାହାନ୍ତି। ଆଚ୍ଛା, ଏବେ ବୁଝିଲି। ତେବେ ଏହି ପାହାଡ଼ଗୁଡ଼ିକ ଉପକୂଳରୁ କେମିତି ଉପରକୁ ଉଠିଛି? ହଠାତ୍ ନା ଧୀରେ ଧୀରେ? ଏହି ପ୍ରଶ୍ନର ଉତ୍ତରରେ ହିଁ ଓଡ଼ିଶାର ନଦୀ ପ୍ରଣାଳୀର ପୁରା ରହସ୍ୟ ଲୁଚି ରହିଛି। ପୂର୍ବ ଦିଗରୁ, ମାନେ ଉପକୂଳ ଆଡ଼ୁ ଦେଖିଲେ, ଏହି ପାହାଡ଼ଗୁଡ଼ିକ ଗୋଟେ କାନ୍ଥ ଭଳି ହଠାତ୍ ଉପରକୁ ଉଠିଯାଇଛି। ଢାଲୁ ବହୁତ ଅଧିକ। ଓ। କିନ୍ତୁ ଯଦି ଆପଣ ପଶ୍ଚିମ ଦିଗକୁ ଯିବେ, ଢାଲୁଟା ଧୀରେ ଧୀରେ କମିଯାଇଛି। ଏହାର ଅର୍ଥ ଗୋଟିଏ ପଟେ ସିଧା ଚଢ଼ାଣି ଆଉ ଅନ୍ୟ ପଟେ ଧୀରେ ଧୀରେ ଓଲାଣି। କିନ୍ତୁ ଏଇଟା ନଦୀମାନଙ୍କୁ କେମିତି ପ୍ରଭାବିତ କରୁଛି? ଏଇଟା ହିଁ ସବୁକିଛି ନିୟନ୍ତ୍ରଣ କରୁଛି। ଏହି ଅସମାନ ଢାଲୁ ଯୋଗୁଁ ଏହି ପୁରା ଅଞ୍ଚଳଟା ଗୋଟେ ବିଶାଳ ଜଳବିଭାଜକ ବା ୱାଟରଶେଡ୍ ଭାବରେ କାମ କରେ। ଜଳ ବିଭାଜକ? ଏହି ଶବ୍ଦଟା ଶୁଣିବାକୁ ଟିକେ ବୈଷୟିକ ଲାଗୁଛି। ଏହାକୁ ସରଳ ଭାଷାରେ କେମିତି ବୁଝିହେବ? ଏମିତି ଭାବନ୍ତୁ, ଏହି ଉଚ୍ଚଭୂମି ଆମ ଘରର ଛାତ। ହଉ। ଯେତେବେଳେ ବର୍ଷା ହୁଏ, ପାଣି ଛାତର ଗୋଟିଏ ପଟେ ଗଡ଼ି ଗୋଟିଏ ନାଳରେ ଯାଏ, ଆଉ ଅନ୍ୟପଟର ପାଣି ଅନ୍ୟ ନାଳରେ। ହଁ, ଠିକ୍। ଏହି ପାହାଡ଼ଗୁଡ଼ିକ ଠିକ୍ ସେହି ଛାତ ଭଳି କାମ କରନ୍ତି। ଏମାନେ ବର୍ଷା ପାଣିକୁ ଭାଗ କରିଦିଅନ୍ତି। ପୂର୍ବ ଢାଳୁରେ ପଡ଼ୁଥିବା ପାଣି ଦ୍ରୁତଗତିରେ ବୋହିଯାଇ ମହାନଦୀ, ବ୍ରାହ୍ମଣୀ ପରି ନଦୀରେ ମିଶି ସିଧା ବଙ୍ଗୋପସାଗରକୁ ଯାଏ। ଓହୋ, ଏବେ ସ୍ପଷ୍ଟ ହୋଇଗଲା। ତାମାନେ ଏହି ପାହାଡ଼ଗୁଡ଼ିକ ହିଁ ସ୍ଥିର କରନ୍ତି ଯେ ଓଡ଼ିଶାରେ ପାଣି କେଉଁ ଦିଗକୁ ବୋହିବ। ଏହା ତ ଅଦ୍ଭୁତ କଥା। ତେବେ ଚାଲନ୍ତୁ ଏହି ବିଶାଳ ଅଞ୍ଚଳ ଭିତରକୁ ଟିକେ ଯିବା। ଉତ୍ସଗୁଡ଼ିକରେ ତ ଏହାକୁ କିଛି ନିର୍ଦ୍ଦିଷ୍ଟ ଭାଗରେ ବଣ୍ଟାଯାଇଛି। ସେଗୁଡ଼ିକ କ'ଣ? ହଁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଭୂବିଜ୍ଞାନୀମାନେ ଏହାକୁ କିଛି ପର୍ବତ ପ୍ରଣାଳୀ ଏବଂ ନଦୀ ମଧ୍ୟ ଅଞ୍ଚଳରେ ଭାଗ କରିଛନ୍ତି। ନଦୀ ମଧ୍ୟ ଅଞ୍ଚଳ ମାନେ ଦୁଇଟି ନଦୀ ଉପତ୍ୟକା ମଝିରେ ଥିବା ଉଚ୍ଚଭୂମି। ଆଚ୍ଛା। ତେବେ ଚାଲନ୍ତୁ ଉତ୍ତର ପୂର୍ବ ଦିଗରୁ ଆରମ୍ଭ କରିବା। ସେଠାରେ ଅଛି ଶିମିଳିପାଳ ଓ ମେଘାସନୀ ପର୍ବତ। ଶିମିଳିପାଳ, ଏହାର ନାଁ ତ ସମସ୍ତେ ଶୁଣିଛନ୍ତି ବ୍ୟାଘ୍ର ଅଭୟାରଣ୍ୟ ପାଇଁ। କିନ୍ତୁ ଭୌଗୋଳିକ ଦୃଷ୍ଟିରୁ ଏହାର କ'ଣ ବିଶେଷତ୍ୱ? ଏହାର ବିଶେଷତ୍ୱ ହେଉଛି ଏହାର ଉତ୍ପତ୍ତି। ଏହି ପର୍ବତଗୁଡ଼ିକ ଆଗ୍ନେୟଗିରିରୁ ସୃଷ୍ଟି। ଆଗ୍ନେୟଗିରିରୁ? ହଁ, ଆଉ ଏହାର ଆକୃତି ଗମ୍ବୁଜ ପରି ଗୋଲାକାର। ଦୂରରୁ ଦେଖିଲେ ଲାଗିବ ସତେ ଯେମିତି ଗୋଟେ ବିରାଟ ଗମ୍ବୁଜ ମାଟି ଉପରେ ରଖାହୋଇଛି। ଏଠାରେ ମେଘାସନୀ ଶୃଙ୍ଗର ଉଚ୍ଚତା ପ୍ରାୟ 1147 ମିଟର। ଏହା ଶୁଣିବାକୁ ଭାରି ରୋମାଞ୍ଚକର ଲାଗୁଛି। ଏହାପରେ ଆମେ କେଉଁ ଆଡ଼କୁ ଯିବା? ଗନ୍ଧମାର୍ଦ୍ଦନ ଭଳି ଉଚ୍ଚ ଶୃଙ୍ଗ ଅଛି। ଆଉ ଏହି ଅଞ୍ଚଳ ପାଇଁ ଉତ୍ସଗୁଡ଼ିକରେ ଗୋଟେ ଶବ୍ଦ ଅଛି, ବହୁଚକ୍ରୀୟ ଅଞ୍ଚଳ।
ପୁଣି ଏକ ଜଟିଳ ଶବ୍ଦ ବହୁଚକ୍ରୀୟର ଅର୍ଥ କ'ଣ? ଏହାକୁ ଏମିତି ଭାବନ୍ତୁ, ସତେ ଯେମିତି ଜଣେ କୁମ୍ଭାର ଗୋଟିଏ ମାଟି ପାତ୍ରକୁ ତିଆରି କରୁଛି, ତାକୁ ଭାଙ୍ଗୁଛି, ପୁଣି ସେଇ ମାଟିରେ ନୂଆ ପାତ୍ର ଗଢ଼ୁଛି। ଆଚ୍ଛା। ଆଉ ଏହି ପ୍ରକ୍ରିୟା ବାରମ୍ବାର ହେଉଛି। ଏହି ଭୂମି ସହିତ ଠିକ୍ ସେୟା ହିଁ ହୋଇଛି। କୋଟି କୋଟି ବର୍ଷ ଧରି ଏହା ଉପରକୁ ଉଠିଛି, ପରେ ନଈ ପବନରେ କ୍ଷୟ ହୋଇଛି, ପୁଣି ଥରେ ଉପରକୁ ଉଠିଛି। ଓହୋ। ଏହି ବାରମ୍ବାର ଉଠିବା ଆଉ କ୍ଷୟ ହେବା ଯୋଗୁଁ ଏହାର ଭୂମିରୂପ ଏତେ ଜଟିଳ। ଏହି ପାହାଡ଼ଗୁଡ଼ିକ ଗୋଟିଏ ଗୋଟିଏ ଇତିହାସର ପୁସ୍ତକ। ବାଃ, କି ଚମତ୍କାର ଉଦାହରଣ! ତାମାନେ ଆମେ ଯେତେବେଳେ ଗନ୍ଧମାର୍ଦ୍ଦନ ପର୍ବତକୁ ଦେଖୁ, ଆମେ କେବଳ ଏକ ପାହାଡ଼ ନୁହେଁ, ବରଂ କୋଟି କୋଟି ବର୍ଷରେ ଏକ ସାକ୍ଷୀକୁ ଦେଖୁ। ଏକଦମ ଠିକ୍। ଆଉ ଗନ୍ଧମାର୍ଦ୍ଦନ ତ କେବଳ ଉଚ୍ଚତା ପାଇଁ ନୁହେଁ, ଔଷଧୀୟ ଗଛଲତା ପାଇଁ ରାମାୟଣ କାଳରୁ ପ୍ରସିଦ୍ଧ। ହଁ, ତାହା ତ ସତ। ଏହାପରେ ଆଉ କେଉଁ ପ୍ରମୁଖ ଅଞ୍ଚଳ ରହିଛି? ଆହୁରି ଦକ୍ଷିଣକୁ ଗଲେ ଆମେ ମହାନଦୀ, ଋଷିକୁଲିଆ ଓ ବଂଶଧାରା ନଦୀର ମିଳିତ ଜଳବିଭାଜକ ଅଞ୍ଚଳରେ ପହଞ୍ଚିବା। ଏଠାରେ କିନ୍ତୁ ଓଡ଼ିଶାର କିଛି ବହୁତ ଉଚ୍ଚ ଏବଂ ପ୍ରସିଦ୍ଧ ଶୃଙ୍ଗ ରହିଛି। ଯେପରିକି ସିଙ୍ଗାରାଜୁ ଆଉ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି, ଯାହାର ଉଚ୍ଚତା 1500 ମିଟରରୁ ବି ଅଧିକ। ମହେନ୍ଦ୍ରଗିରି, ମହାଭାରତ ଆଉ ପୁରାଣରେ ଏହାର ବର୍ଣ୍ଣନା ଅଛି। ଭଗବାନ ପରଶୁରାମଙ୍କ ତପସ୍ୟାସ୍ଥଳୀ। ହଁ, ଦେଖନ୍ତୁ କେମିତି ଭୂଗୋଳ ସହିତ ସଂସ୍କୃତି ଯୋଡ଼ି ହୋଇ ରହିଛି। କିନ୍ତୁ ଆମେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ ଉଚ୍ଚ ସ୍ଥାନରେ ପହଞ୍ଚିନାହୁଁ, ଠିକ୍ ନା? ନା, ଏବେ ବି ନୁହେଁ। ସେଥିପାଇଁ ଆମକୁ ଆହୁରି ପଶ୍ଚିମକୁ ଯିବାକୁ ପଡ଼ିବ, କୋରାପୁଟ ଜିଲ୍ଲାର ପଟାଙ୍ଗୀ ଓ ଚନ୍ଦ୍ରଗିରି ପର୍ବତମାଳାକୁ। ଆଚ୍ଛା। ଏହା ହେଉଛି ଓଡ଼ିଶାର ସବୁଠାରୁ ଉଚ୍ଚ ପର୍ବତ ପ୍ରଣାଳୀ। ଏବଂ ଏଇଠି ହିଁ ଅଛି ଓଡ଼ିଶାର ଛାତ। ହଁ, ଏହି ପର୍ବତମାଳାରେ ହିଁ ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ଦେଓମାଳୀ ଅବସ୍ଥିତ। ଦେଓମାଳୀ, ଏହାର ଉଚ୍ଚତା କେତେ? ସମୁଦ୍ର ପତ୍ତନଠାରୁ 1672 ମିଟର। 1672 ମିଟର? ୱାଃ! ତାମାନେ ସେଠି ଠିଆ ହେଲେ ପୁରା ଓଡ଼ିଶା ଦେଖାଯିବ ନା କ'ଣ? ମେଘମାନେ ବି ତଳେ ଥିବେ। ସେବେ ବି ସେ ଭାରନ୍ତି। ଏହା ବ୍ୟତୀତ ଏଠାରେ ଗାଲିକଣ୍ଡା, ସିଙ୍କାରାମ, ତୁରିଆକୋଣ୍ଡା ଭଳି ଅନେକ ଶୃଙ୍ଗ ଅଛି, ଯାହା ସବୁ 1500 ମିଟରରୁ ଅଧିକ ଉଚ୍ଚ। ଏତେ ଉଚ୍ଚରେ ଜୀବନ କେମିତି ହୋଇଥିବ, ମାନେ ମଣିଷ ବସତି? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆମେ ତ ଏପର୍ଯ୍ୟନ୍ତ ପଥର ଆଉ ନଦୀର କଥା କହୁଥିଲେ, କିନ୍ତୁ ଏହି ଭୂମିରୂପ ଭିତରେ ଜୀବନ ବି ଅଛି। ଏଠାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟମାନଙ୍କ ପାଇଁ ଏହି ପାହାଡ଼ ହିଁ ସେମାନଙ୍କର ଦୁନିଆ। ସେ ବିଷୟରେ କିଛି କୁହନ୍ତୁ। ଏଠାକାର ଲୋକମାନେ ଏହି କଠୋର ପରିବେଶ ସହିତ କେମିତି ଚଳନ୍ତି? ଉତ୍ସଗୁଡ଼ିକରେ ଦୁଇଟି ମୁଖ୍ୟ କୃଷି ପଦ୍ଧତି ବିଷୟରେ କୁହାଯାଇଛି। ପ୍ରଥମଟି ହେଉଛି ପୁଳୁ ଚାଷ। ଶିଫ୍ଟିଂ କଲ୍ଟିଭେସନ୍। ହଁ, ଏହା ଏକ ପାରମ୍ପରିକ ପଦ୍ଧତି। ଜଙ୍ଗଲର ଏକ ଛୋଟ ଅଂଶକୁ ସଫା କରି ଚାଷ କରାଯାଏ, ଆଉ କିଛି ବର୍ଷ ପରେ ସେ ଜାଗା ଛାଡ଼ି ଦିଆଯାଏ। କିନ୍ତୁ ଆଜିକାଲି ତ ପୋଡୁ ଚାଷକୁ ନେଇ ଅନେକ ଚିନ୍ତା ପ୍ରକଟ କରାଯାଉଛି, ବିଶେଷ କରି ଜଙ୍ଗଲ କ୍ଷୟ ପାଇଁ। ହଁ, ଏହା ଏକ ଜଟିଳ ପ୍ରସଙ୍ଗ। ବର୍ଦ୍ଧିତ ଜନସଂଖ୍ୟା ଯୋଗୁଁ ଏବେ ପରିବେଶ ଉପରେ ଚାପ ପଡ଼ୁଛି। କିନ୍ତୁ ଏହାର ଆଉ ଗୋଟେ ଦିଗ ବି ଅଛି, ଯାହା ମନୁଷ୍ୟର ଅଦ୍ଭୁତ ଅନୁକୂଳନ କ୍ଷମତାକୁ ଦର୍ଶାଏ। ସେଇଟା କ'ଣ? ତା ହେଉଛି ପାହାଡ଼ ଚାଷ ବା ଟେରେସ୍ ଫାର୍ମିଂ। ଆଚ୍ଛା, ପାହାଡ଼ର ଢାଲୁରେ ପାହାଚ ତିଆରି କରି ଚାଷ କରିବା, ଠିକ୍ ନା? ଏକଦମ। ସ୍ଥାନୀୟ ଚାଷୀମାନେ ପାହାଡ଼ର ଢାଲୁକୁ କାଟି ସୁନ୍ଦର ପାହାଚ ତିଆରି କରନ୍ତି। ଏହା କେବଳ ମାଟି ଢୋଇ ହେବାରୁ ବଞ୍ଚାଏ ନାହିଁ, ବରଂ ପାଣିକୁ ବି ସାଇତି ରଖେ। ବାଃ! ଏହା ସେମାନଙ୍କର କୃଷି କୌଶଳ ଆଉ ପରିବେଶ ସହ ଖାପ ଖୁଆଇ ଚଳିବାର ଦକ୍ଷତାର ଗୋଟେ ଜ୍ୱଳନ୍ତ ଉଦାହରଣ। ତାହେଲେ ଗୋଟେ ପଟେ ପୋଡୁ ଚାଷ ଭଳି ପୁରାତନ ପ୍ରଥା ଅଛି, ଯାହା ଏବେ ଆହ୍ୱାନର ସମ୍ମୁଖୀନ, ଆଉ ଅନ୍ୟପଟେ ପାହାଡ଼ ଚାଷ ଭଳି ଏକ ଅଦ୍ଭୁତ ଇଞ୍ଜିନିୟରିଂ କୌଶଳ। ନିଶ୍ଚିତ ଭାବରେ ଏହି ଅଞ୍ଚଳ କେବଳ ଭୌଗୋଳିକ ଦୃଷ୍ଟିରୁ ନୁହେଁ, ମାନବୀୟ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ବିବିଧ। ତେବେ ଆଜିର ଏହି ବିସ୍ତୃତ ଆଲୋଚନାରୁ ଯଦି ଆମକୁ ଗୋଟିଏ ସାରାଂଶ ବାହାର କରିବାକୁ ପଡ଼େ, ତେବେ ମୁଖ୍ୟ କଥା କ'ଣ ହେବ? ମୋ ମତରେ ମୁଖ୍ୟ କଥା ହେଉଛି ଯେ ଓଡ଼ିଶାରେ ଏହି ମଧ୍ୟ ପାହାଡ଼ିଆ ଅଞ୍ଚଳ କେବଳ ପାହାଡ଼ ପର୍ବତର ଏକ ସମାହାର ନୁହେଁ, ଏହା ଏକ ସକ୍ରିୟ, ଜୀବନ୍ତ ପ୍ରଣାଳୀ। ଏକ ଲିଭିଂ ସିଷ୍ଟମ। ହଁ, ଏହା ଏକ ଭଙ୍ଗାରୁଜା ପର୍ବତମାଳା, ଯାହା ଓଡ଼ିଶାର ଜଳପ୍ରବାହ ପାଇଁ ଏକ ବିଶାଳ ଛାତ ବା ଜଳବିଭାଜକ ଭାବରେ କାମ କରେ। ଏହାର ଉଚ୍ଚ ଶୃଙ୍ଗଗୁଡ଼ିକ ପାଗକୁ ନିୟନ୍ତ୍ରଣ କରନ୍ତି, ଆଉ ଏହାର ଉପତ୍ୟକାଗୁଡ଼ିକ ଶତାବ୍ଦୀ ଶତାବ୍ଦୀ ଧରି ସଭ୍ୟତାକୁ ପାଳି ଆସିଛି। ଏବଂ ଆମେ ଏହା ମଧ୍ୟ ଦେଖିଲେ ଯେ ଏହି ଭୂମିର ପ୍ରତ୍ୟେକଟି ପର୍ବତ କେବଳ ଏକ ଭୌଗୋଳିକ ନାମ ନୁହେଁ, ତା ସହିତ ପୁରାଣ, ଇତିହାସ, ସଂସ୍କୃତି ସବୁକିଛି ଯୋଡ଼ି ହୋଇ ରହିଛି।
ଏହି ଆଲୋଚନା ଶେଷରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। କୁହନ୍ତୁ। ଆମେ କଥା ହେଲେ ଯେ ନଦୀମାନେ ଏହି ପର୍ବତମାଳାକୁ କାଟି ଅନେକ ଉପତ୍ୟକା ସୃଷ୍ଟି କରିଛନ୍ତି, ଯାହାଫଳରେ ଏହା ଛିନ୍ନ ବିଚ୍ଛିନ୍ନ ହୋଇଯାଇଛି। ତେବେ ଭାବିବାର କଥା ଯେ ଶତାବ୍ଦୀ ଶତାବ୍ଦୀ ଧରି ଏହି ଭୌଗୋଳିକ ବିଚ୍ଛିନ୍ନତା, ମାନେ ଗୋଟେ ଉପତ୍ୟକାର ଲୋକ ଅନ୍ୟ ଉପତ୍ୟକାର ଲୋକଙ୍କଠାରୁ ଅଲଗା ହୋଇ ରହିବା, ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ସମ୍ପ୍ରଦାୟମାନଙ୍କ ମଧ୍ୟରେ ସେମାନଙ୍କର ସ୍ୱତନ୍ତ୍ର ଭାଷା, ବୋଲି ଏବଂ ସାଂସ୍କୃତିକ ପରିଚୟ ସୃଷ୍ଟି କରିବାରେ କିପରି ଭୂମିକା ଗ୍ରହଣ କରିଥାଇପାରେ? ଆମେ ସମସ୍ତେ ଓଡ଼ିଶାର ସମୁଦ୍ରକୂଳ ଆଉ ଜଙ୍ଗଲ ପାହାଡ଼ କଥା ଜାଣିଛେ, ମାନେ ପୁରୀର ବେଳାଭୂମିଠାରୁ ଆରମ୍ଭ କରି ଶିମିଳିପାଳର ଘଞ୍ଚ ଜଙ୍ଗଲ ପର୍ଯ୍ୟନ୍ତ। ହଁ, ଏହି ଦୁଇଟି ଚିତ୍ର ହିଁ ଆମ ମନରେ ଛାପି ହୋଇ ରହିଛି। ଏକଦମ। କିନ୍ତୁ ଏଇ ଦୁଇଟି ଭିତରେ ଆଉ ଗୋଟେ ବିଶାଳ ଅଞ୍ଚଳ ରହିଛି, ଯାହାକୁ କୁହାଯାଏ କେନ୍ଦ୍ରୀୟ ମାଳଭୂମି। ଆଜି ଆମେ ସେଇ ବିଷୟରେ ଟିକେ ଗଭୀରକୁ ଯିବା। ଆଉ ଏଇଟା ବହୁତ ଭଲ ବିଷୟ, କାରଣ ଏହି ମାଳଭୂମିଗୁଡ଼ିକ ପ୍ରକୃତରେ ଓଡ଼ିଶାର ଭୌଗୋଳିକ କାହାଣୀର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ, ଯାହା ବିଷୟରେ ସେତେ ଅଧିକ ଆଲୋଚନା ହୁଏ ନାହିଁ। ଠିକ୍ ଅଛି। ତେବେ ଯଦି ଆମେ ଓଡ଼ିଶାର ମାନଚିତ୍ରକୁ ମନେ ପକାଇବା, ପୂର୍ବରେ ରହିଲା ବଙ୍ଗୋପସାଗର, ତାପରେ ଉପକୂଳ, ହଁ, ତାପରେ ପୂର୍ବଘାଟ ପର୍ବତମାଳାର ଏକ ଲମ୍ବା ଶୃଙ୍ଖଳ। ଏହି କେନ୍ଦ୍ରୀୟ ମାଳଭୂମିଗୁଡ଼ିକ ଠିକ୍ କେଉଁଠି ଆସୁଛି? ଆପଣଙ୍କ କଳ୍ପନା ଏକଦମ ଠିକ୍। ପୂର୍ବଘାଟ ପର୍ବତମାଳାର ସେହି ଲମ୍ବା ଶୃଙ୍ଖଳାର ଠିକ୍ ପଶ୍ଚିମ ପାର୍ଶ୍ୱରେ ହିଁ ଏହି ମାଳଭୂମିଗୁଡ଼ିକ ଅବସ୍ଥିତ। ଏହାକୁ ଆଉ ଆମେ କ୍ଷୟପ୍ରାପ୍ତ ମାଳଭୂମି ବା ଇରୋଡେଡ୍ ପ୍ଲାଟୋଜ୍ ବୋଲି କହିଥାଉ। କ୍ଷୟପ୍ରାପ୍ତ, ଏ ଶବ୍ଦଟା ଶୁଣିଲେ ଲାଗୁଛି ଯେମିତି କିଛି ଜିନିଷ ସମୟ ସହିତ କ୍ଷୟୀ ହୋଇଯାଇଛି। ମାନେ ଏହା କ'ଣ ଆଗରୁ ଆହୁରି ଉଚ୍ଚ ଥିଲା? ହଁ, ଏକଦମ। ଲକ୍ଷ ଲକ୍ଷ ବର୍ଷ ଧରି ନଦୀର ସ୍ରୋତ, ବର୍ଷା ଜଳ, ପବନ ଏସବୁର ପ୍ରଭାବରେ ଏହି ଅଞ୍ଚଳର ଉପରି ଭାଗ ଧୀରେ ଧୀରେ କ୍ଷୟ ହୋଇଛି। ଆଚ୍ଛା। ସେଥିପାଇଁ ଏଠାକାର ଭୂମି ପୂର୍ବଘାଟର ପାହାଡ଼ ଭଳି ତୀକ୍ଷ୍ଣ ବା ଢାଲୁଆ ନୁହେଁ, ବରଂ ଏହା ସାମାନ୍ୟ ଉଚ୍ଚାନିଚା, ଯାହାକୁ ଆମେ ଢେଉଖେଳା ଭୂମି ବା ଆଣ୍ଡୁଲେଟିଂ ଟେରେନ୍ କହୁ। ଏହି କାରଣରୁ ହିଁ ଏହାକୁ ଏକ ସଂକ୍ରମଣକାଳୀନ ଭୂମି ବୋଲି ମଧ୍ୟ କୁହାଯାଏ। ସଂକ୍ରମଣକାଳୀନ ଭୂମି, ଏଟା ଟିକେ ବୁଝାଇ କହିବେ କି? ନିଶ୍ଚୟ। ଭାବନ୍ତୁ ଏହା ଗୋଟେ ରାମ୍ପ ଭଳି। ଆପଣ ପୂର୍ବଘାଟର ଉଚ୍ଚ ପାହାଡ଼ ଉପରୁ ସିଧା ତଳକୁ ଡେଇଁ ପଡ଼ୁନାହାନ୍ତି। ବୁଝିଲି। ବରଂ ଏହି ମାଳଭୂମି ରୂପକ ରାମ୍ପ ଦେଇ ଧୀରେ ଧୀରେ ଓହ୍ଲାଇ ଆସୁଛନ୍ତି। ଏହା ପୂର୍ବର ଉଚ୍ଚ ବନ୍ଧୁର ପାହାଡ଼ିଆ ଅଞ୍ଚଳ ଆଉ ପଶ୍ଚିମର ଉପାନ୍ତ ଉଚ୍ଚଭୂମି ମଧ୍ୟରେ ଏକ କ୍ରମିକ ପରିବର୍ତ୍ତନ। ବାଃ, ଏ ରାମ୍ପର ଉଦାହରଣଟି ବିଷୟଟିକୁ ବହୁତ ସହଜ କରିଦେଲା। ଆମ ପାଖରେ ଥିବା ତଥ୍ୟ କହୁଛି ଏହାର ଉଚ୍ଚତା ସମୁଦ୍ରପତ୍ତନଠାରୁ 305 ମିଟରରୁ 610 ମିଟର ମଧ୍ୟରେ। ହଁ, 305ରୁ 610 ମିଟର। ଏହା ଶୁଣିବାକୁ ବେଶୀ ଲାଗୁନି, ବିଶେଷ କରି ଯେତେବେଳେ ଆମେ ହିମାଳୟ କଥା ଭାବୁ। ହଁ, ହଁ, ଠିକ୍। ତେବେ ଏହି ସାମାନ୍ୟ ଉଚ୍ଚତା ବି କ'ଣ ସେଠାକାର ଜୀବନଯାପନରେ କିଛି ଫରକ ଆଣେ? ଏହା ଏକ ଚମତ୍କାର ପ୍ରଶ୍ନ। ଦେଖନ୍ତୁ, ଏହି ମଧ୍ୟମ ଧରଣର ଉଚ୍ଚତା ହିଁ ଏ ଅଞ୍ଚଳର ସବୁଠୁ ବଡ଼ ବୈଶିଷ୍ଟ୍ୟ। ଏହାକୁ ଆପଣ ଏକ ସ୍ୱିଟ୍ ସ୍ପଟ୍ କହିପାରନ୍ତି। ହଁ। ଆଚ୍ଛା, ଏହା ଏତେ ଉଚ୍ଚ ନୁହେଁ ଯେ ଚାଷବାସ ପାଇଁ ଅସୁବିଧା ହେବ, ପୁଣି ଏହା ଉପକୂଳ ଭଳି ଏତେ ସମତଳ ବି ନୁହେଁ ଯେ ନଦୀଗୁଡ଼ିକର ଗତି ମନ୍ଥର ହୋଇଯିବ। ମାନେ ଜଳ ନିଷ୍କାସନରେ ସମସ୍ୟା ହେବ। ଏକଦମ। ଏହି ସନ୍ତୁଳନ ଯୋଗୁଁ ହିଁ ଏଠାରେ ନଦୀଗୁଡ଼ିକ ସଠିକ୍ ଭାବେ ପ୍ରବାହିତ ହୁଅନ୍ତି ଏବଂ ଚାଷ ପାଇଁ ମଧ୍ୟ ଉପଯୁକ୍ତ ପରିବେଶ ମିଳିଥାଏ। ଆଚ୍ଛା, ତାହେଲେ କଥାଟା ହେଲା ଏହି ସମ୍ପୂର୍ଣ୍ଣ କେନ୍ଦ୍ରୀୟ ମାଳଭୂମି ଅଞ୍ଚଳ କ'ଣ ଗୋଟିଏ ପ୍ରକାରର, ନା ଏହାର କିଛି ଭାଗ ଅଛି? ନା, ଏହା ଗୋଟିଏ ପ୍ରକାରର ନୁହେଁ। ଏହି ବିଶାଳ ଅଞ୍ଚଳକୁ ମୁଖ୍ୟତଃ ଦୁଇଟି ସ୍ୱତନ୍ତ୍ର ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକର ନିଜର ଚରିତ୍ର ଅଛି, ନିଜର ନଦୀ ପ୍ରଣାଳୀ ଅଛି। କ'ଣ କ'ଣ ସେଗୁଡ଼ିକ? ପ୍ରଥମଟି ହେଉଛି ଉତ୍ତରରେ ଥିବା ପାନପୋଷ, କେନ୍ଦୁଝର, ପାଲାହଡ଼ା ମାଳଭୂମି। ହଁ। ଆଉ ଦ୍ୱିତୀୟଟି ହେଉଛି ଦକ୍ଷିଣ ପଶ୍ଚିମରେ ଥିବା ନବରଙ୍ଗପୁର, ଜୟପୁର ମାଳଭୂମି। ଠିକ୍ ଅଛି, ଚାଲନ୍ତୁ ପ୍ରଥମେ ଉତ୍ତର ଦିଗକୁ ଯିବା। ପାନପୋଷ, କେନ୍ଦୁଝର, ପାଲାହଡ଼ା। କେନ୍ଦୁଝର ନାଁ ଶୁଣିଲେ ହିଁ ମନକୁ ଖଣିଜ ସମ୍ପଦ କଥା ଆସେ। ଆପଣ ଠିକ୍ କଥା ଉଠାଇଛନ୍ତି। ସେ ଅଞ୍ଚଳ ତ ଖଣିଜ ସମ୍ପଦ ପାଇଁ ପ୍ରସିଦ୍ଧ। କିନ୍ତୁ ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଏହି ମାଳଭୂମିଟି ବୈତରଣୀ ନଦୀର ଉପର ଅବବାହିକାରେ ଅବସ୍ଥିତ। ଓହୋ, ମାନେ ବୈତରଣୀ ନଦୀର ମୂଳ ସ୍ରୋତ ଏହି ମାଳଭୂମିରୁ ହିଁ ଜନ୍ମ ନେଇଥାଏ? ହଁ, ଏହାର କାରଣ ହେଉଛି ଏହାର ଚାରିପାଖର ସୀମା। କେମିତି? ଦେଖନ୍ତୁ,
ଏହାର ଉତ୍ତରରେ ଅଛି ଝାଡ଼ଖଣ୍ଡର ସିଂହଭୂମି ଓ ରାଞ୍ଚି ମାଳଭୂମି। ପୂର୍ବରେ ମୟୂରଭଞ୍ଜର ବିଶାଳ ଶିମିଳିପାଳ ପର୍ବତ, ଆଉ ପଶ୍ଚିମରେ? ପଶ୍ଚିମରେ ମାଙ୍କଡ଼ନଚା ପର୍ବତମାଳା। ଏହାର ଅର୍ଥ ଏହି ମାଳଭୂମିଟି ପ୍ରାୟ ସବୁପଟୁ ଉଚ୍ଚଭୂମି ଦ୍ୱାରା ଘେରି ହୋଇ ରହିଛି, ଗୋଟେ ପ୍ରାକୃତିକ ପାତ୍ର ବା ବେସିନ୍ ଭଳି। ବୁଝିଲି। ତେବେ ଚାରିପଟୁ ଥିବା ଉଚ୍ଚ ପାହାଡ଼ମାନଙ୍କରୁ ବର୍ଷାଜଳ ବୋହି ଆସି ଏହି ପାତ୍ରରେ ଏକାଠି ହୁଏ। ହଁ, ଆଉ ସେଥିରୁ ହିଁ ବୈତରଣୀ ନଦୀ ସୃଷ୍ଟି ହୁଏ। ଏହା ଏକ ଚମତ୍କାର ପ୍ରାକୃତିକ ବ୍ୟବସ୍ଥା। ଏଠାରେ ବର୍ଷା କିପରି ହୁଏ? ଏଠାରେ ବର୍ଷାର ଏକ ଭିନ୍ନ ଢାଞ୍ଚା ଦେଖିବାକୁ ମିଳେ। ତଥ୍ୟ ଅନୁସାରେ ଏଠାରେ କେବଳ ମୌସୁମୀ ଋତୁରେ ନୁହେଁ, ବରଂ ଶୀତ ଋତୁରେ ମଧ୍ୟ ପ୍ରବଳ ବର୍ଷା ହୁଏ। ଆଚ୍ଛା, ଏବେ ଚାଲନ୍ତୁ ଉତ୍ତରରୁ ଦକ୍ଷିଣ ପଶ୍ଚିମକୁ ଯିବା। ନବରଙ୍ଗପୁର, ଜୟପୁର ମାଳଭୂମି। ଏହାର କାହାଣୀ କ'ଣ? ଉତ୍ତର ମାଳଭୂମି ଭଳି ନା କିଛି ଅଲଗା? କିଛିଟା ସମାନତା ଅଛି, କିନ୍ତୁ ଏହାର ନିଜର ଏକ ସ୍ୱତନ୍ତ୍ର ପରିଚୟ ଅଛି। ଏହି ମାଳଭୂମିଟି ସାବରୀ ନଦୀର ଉପର ଅବବାହିକାରେ ଅଛି। ସାବରୀ ନଦୀ? ହଁ, ସାବରୀ, ଯାହାକି ଗୋଦାବରୀର ଏକ ପ୍ରମୁଖ ଉପନଦୀ। ଏହା ମଧ୍ୟ ଚାରିପଟୁ ଉଚ୍ଚଭୂମି ଦ୍ୱାରା ଆବଦ୍ଧ। ପଶ୍ଚିମରେ ଛତିଶଗଡ଼ର ବସ୍ତର ପର୍ବତମାଳା ଆଉ ପୂର୍ବରେ ଚନ୍ଦ୍ରଗିରି ଓ ପଟାଙ୍ଗୀ ପର୍ବତମାଳା। ତେବେ ଏଠାରେ ମଧ୍ୟ ସେହି ପ୍ରାକୃତିକ ପାତ୍ର ଭଳି ବ୍ୟବସ୍ଥା। କିନ୍ତୁ ଏହି ଅଞ୍ଚଳ ବିଷୟରେ ଗୋଟେ ତଥ୍ୟ ମୋତେ ବହୁତ ଆକର୍ଷିତ କରୁଛି। କୁହାଯାଏ ଏହା ଓଡ଼ିଶାର ସର୍ବାଧିକ ବୃଷ୍ଟିପାତ ଅଞ୍ଚଳ। ହଁ, ଏହା ସମ୍ପୂର୍ଣ୍ଣ ସତ। ବାର୍ଷିକ ହାରାହାରି 178 ସେଣ୍ଟିମିଟରରୁ ଅଧିକ ବର୍ଷା ହୁଏ। ସତରେ? ଏହି ଅଞ୍ଚଳଟି ବଙ୍ଗୋପସାଗରରୁ ଆସୁଥିବା ମୌସୁମୀ ବାୟୁ ପାଇଁ ଏକ ପ୍ରବେଶ ପଥ ଭଳି କାମ କରେ, ଆଉ ପୂର୍ବଘାଟ ପର୍ବତମାଳା ସେହି ବାୟୁକୁ ଅଟକାଇ ଏଠାରେ ପ୍ରବଳ ବର୍ଷା କରାଏ। କିନ୍ତୁ ଏଇଟା ଟିକେ ଆଶ୍ଚର୍ଯ୍ୟଜନକ କଥା। ଆମେ ତ ସାଧାରଣତଃ କଳାହାଣ୍ଡି, କୋରାପୁଟ ଅଞ୍ଚଳକୁ ମରୁଡ଼ି ପ୍ରବଣ ବୋଲି ଶୁଣିଥାଉଁ। ତେବେ ଏତେ ବର୍ଷା ସତ୍ତ୍ୱେ ସେଠାରେ ଜଳ ସମସ୍ୟା କାହିଁକି? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ସମସ୍ୟା ବର୍ଷାର ପରିମାଣରେ ନାହିଁ, ବରଂ ଏହାର ବଣ୍ଟନରେ ଅଛି। ମାନେ ସେଇ 178 ସେମି ବର୍ଷାର ଅଧିକାଂଶ ଭାଗ କେବଳ ମୌସୁମୀର 3-4 ମାସ ଭିତରେ ହିଁ ହୋଇଯାଏ। ଓହୋ। ଆଉ ମାଳଭୂମିର ଢାଲୁଆ ଅଞ୍ଚଳ ଯୋଗୁଁ ଏହି ପାଣିର ବେଶୀ ଭାଗ ଖୁବ୍ ଶୀଘ୍ର ନଦୀ ଦେଇ ବୋହିଯାଏ। ଯଦି ଏହି ଜଳକୁ ସଠିକ୍ ଭାବେ ସଂରକ୍ଷଣ କରାନଯାଏ, ହେଲା, ତେବେ ବର୍ଷାର ବାକି ସମୟରେ ଜଳର ଅଭାବ ଦେଖାଦେବା ସ୍ୱାଭାବିକ। ଆଚ୍ଛା, ଏବେ ସ୍ପଷ୍ଟ ହେଲା। କିନ୍ତୁ ଏହି ପ୍ରଚୁର ବର୍ଷା ଆଉ ଉର୍ବର ମାଟିର ନିଶ୍ଚୟ କିଛି ସକାରାତ୍ମକ ପ୍ରଭାବ ଥିବ? ନିଶ୍ଚିତ ଭାବରେ। ଏହି ଭୌଗୋଳିକ ସ୍ଥିତି ଯୋଗୁଁ ହିଁ ନବରଙ୍ଗପୁର ଜୟପୁର ମାଳଭୂମି ଉନ୍ନତ କିସମର ଧାନ ଚାଷ ପାଇଁ ସାରା ଓଡ଼ିଶାରେ ପ୍ରସିଦ୍ଧ। ବୁଝିଲି। ଏହା ହେଉଛି ଭୂଗୋଳ କିପରି ସିଧାସଳଖ କୃଷିକୁ ପ୍ରଭାବିତ କରେ ତାର ଏକ ସୁନ୍ଦର ଉଦାହରଣ। ଏକଦମ। ତେବେ ଗୋଟିଏ ମାଳଭୂମି ବୈତରଣୀଙ୍କୁ ଜନ୍ମ ଦେଉଛି, ଆଉ ଗୋଟିଏ ସାବରୀକୁ ପାଳନ କରୁଛି। ଏହାଛଡ଼ା ଏମାନଙ୍କର ଆଉ କିଛି ବଡ଼ ଭୂମିକା ଅଛି କି? ହଁ, ଅଛି। ଏହି ଅଞ୍ଚଳଗୁଡ଼ିକ ଜନବସତି ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ପାଇଁ ଏକ ଆଧାର। ଆଉ ଆମେ ଯେଉଁ ପ୍ରାକୃତିକ ପାତ୍ର କଥା କହୁଥିଲେ, ହଁ। ତାର କାନ୍ଥଗୁଡ଼ିକ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ, ଆମର ପର୍ବତ ଶୃଙ୍ଗ। ଠିକ୍ କହିଲେ। ଆମେ ଏହି ମାଳଭୂମିଗୁଡ଼ିକ କଥା କହିଲେ, କିନ୍ତୁ ଏମାନଙ୍କର ପରିଚୟ ଏମାନଙ୍କୁ ଘେରି ରହିଥିବା ପର୍ବତ ଶୃଙ୍ଗ ବିନା ଅଧୁରା। ଏହି ଶୃଙ୍ଗଗୁଡ଼ିକ ହିଁ ପ୍ରହରୀ ଭଳି ଠିଆ ହୋଇଛନ୍ତି। ହଁ, ସେମାନେ ହିଁ ଜଳବାୟୁ ଆଉ ନଦୀ ପ୍ରଣାଳୀକୁ ନିୟନ୍ତ୍ରଣ କରନ୍ତି। ତେବେ ଓଡ଼ିଶାର ସବୁଠୁ ଉଚ୍ଚ ଶୃଙ୍ଗଗୁଡ଼ିକ କେଉଁଠାରେ ଅଛି? ଆମ ପାଖରେ ଥିବା ତାଲିକା ଅନୁସାରେ ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ହେଉଛି ଦେଓମାଳି, ଯାହାର ଉଚ୍ଚତା 1672 ମିଟର। ଆଉ ଏହା ଠିକ୍ ସେହି ଦକ୍ଷିଣାଞ୍ଚଳ ମାଳଭୂମିର ପାଖରେ କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଆଉ ଦ୍ୱିତୀୟ ସ୍ଥାନରେ? ଦ୍ୱିତୀୟରେ ଅଛି ସିଙ୍କାରାମ, 1620 ମିଟର ଉଚ୍ଚତା ସହିତ, ଆଉ ତାପରେ ଗାଲିକଣ୍ଡା 1617 ମିଟର। ଆଉ ଏହାପରେ ଆସୁଛି ମହେନ୍ଦ୍ରଗିରି, 1501 ମିଟର। ମହେନ୍ଦ୍ରଗିରିର ତ ଐତିହାସିକ ଓ ପୌରାଣିକ ମହତ୍ତ୍ୱ ବି ବହୁତ। ଲେଖ ଅଛି। ତାଲିକାରେ ଆହୁରି ବି ନାଁ ଅଛି, ଯେମିତିକି ଗନ୍ଧମାର୍ଦ୍ଦନ, ନୃସିଂହନାଥ, ମାଙ୍କଡ଼ନଚା। ହଁ, ଆଉ ଏଗୁଡ଼ିକ କେବଳ ଭୌଗୋଳିକ ଦୃଷ୍ଟିରୁ ନୁହେଁ, ବରଂ ଆଧ୍ୟାତ୍ମିକ ଏବଂ ପରିବେଶ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଗନ୍ଧମାର୍ଦ୍ଦନ ପର୍ବତ ତ ଔଷଧୀୟ ବୃକ୍ଷଲତାର ଭଣ୍ଡାର। ଏକଦମ। ଏହି ତାଲିକାରୁ ଜଣାପଡ଼ୁଛି ଯେ ଓଡ଼ିଶାର ଭୂମିରୂପ କେତେ ବୈଚିତ୍ର୍ୟମୟ। ତେବେ ଆଜିର ଆଲୋଚନାକୁ ଯଦି ଆମେ ଏକାଠି କରିବା, ତାହେଲେ ଓଡ଼ିଶାର ଭୂଗୋଳର ଏକ ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳୁଛି। ଉପକୂଳ, ପାହାଡ଼ ଆଉ ଏବେ ମାଳଭୂମି। ହଁ, ଆଉ ଯଦି ଆମେ ତୁଳନା କରିବା, ତେବେ ଚିତ୍ରଟି ଆହୁରି ସ୍ପଷ୍ଟ ହୋଇଯିବ। ପ୍ରଥମତଃ
ଆମ ପାଖରେ ଅଛି ଉପକୂଳ ସମତଳ ଅଞ୍ଚଳ। ଯାହା ପଟୁମାଟିରେ ଗଠିତ, ସମତଳ ଏବଂ ବହୁତ ଉର୍ବର। ଠିକ୍। ଦ୍ୱିତୀୟରେ ଆମ ପାଖରେ ଅଛି ମଧ୍ୟ ପାହାଡ଼ିଆ ଅଞ୍ଚଳ ବା ପୂର୍ବଘାଟ। ଯାହା ଉଚ୍ଚ, ବନ୍ଧୁର ଆଉ ଆମର ସବୁ ବଡ଼ ନଦୀଗୁଡ଼ିକର ଉତ୍ପତ୍ତିସ୍ଥଳ। ଏବଂ ତୃତୀୟରେ ଆଜି ଆମେ ଆଲୋଚନା କରୁଥିବା ଏହି କେନ୍ଦ୍ରୀୟ ମାଳଭୂମି। ସେଇ ଦୁଇଟି ମଧ୍ୟରେ ଏକ ସଂଯୋଗକାରୀ ର୍ୟାମ୍ପ। ହଁ, ଏହା କ୍ଷୟପ୍ରାପ୍ତ, ମଧ୍ୟମ ଉଚ୍ଚତା ବିଶିଷ୍ଟ ଓ ନିଜେ ମଧ୍ୟ ବୈତରଣୀ ଓ ସାବରୀ ଭଳି ନଦୀର ଜନ୍ମଦାତା। ମାନେ ପ୍ରତ୍ୟେକ ଭୂଭାଗର ନିଜସ୍ୱ ଚରିତ୍ର ଏବଂ ଗୁରୁତ୍ୱ ରହିଛି। ସଠିକ୍ ଭାବରେ କହିଲେ, ଏଇ ତିନୋଟି ଭିନ୍ନ ଭିନ୍ନ ଭୂମିରୂପ ମିଶି ହିଁ ଓଡ଼ିଶାର ସମ୍ପୂର୍ଣ୍ଣ ପରିଚୟକୁ ଗଠନ କରନ୍ତି। ଗୋଟିଏକୁ ବାଦ୍ ଦେଇ ଅନ୍ୟଟିକୁ ବୁଝିବା ଅସମ୍ପୂର୍ଣ୍ଣ ହେବ। ତାହେଲେ ଆଜିର ଆଲୋଚନାରୁ ଓଡ଼ିଶାର ଏହି ହୃଦୟଭୂମି ବିଷୟରେ ଏକ ସ୍ପଷ୍ଟ ଚିତ୍ର ମିଳିଲା। ଏହାକୁ ବୁଝିବା ପରେ ଓଡ଼ିଶାର ମାନଚିତ୍ର ମୋ ଆଖି ଆଗରେ ଆହୁରି ଜୀବନ୍ତ ହୋଇଉଠୁଛି। ଆଲୋଚନା ଶେଷରେ ମୁଁ ଗୋଟିଏ ବିଷୟ ଚିନ୍ତା କରିବା ପାଇଁ ଛାଡ଼ିଯାଉଛି। ହଁ, କୁହନ୍ତୁ। ଆମେ କଥା ହେଲେ ଯେ ଏହି ମାଳଭୂମିଗୁଡ଼ିକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଞ୍ଚଳ ଦ୍ୱାରା ଘେରି ହୋଇ ରହିଛି, ଯେପରିକି ସିଂହଭୂମି, ରାଞ୍ଚି, କେନ୍ଦୁଝର। ତେବେ ପ୍ରଶ୍ନ ଉଠୁଛି, ଏହି ଆଖପାଖର ଖଣିଜ ସମ୍ପଦ ମାଳଭୂମି ଉପରେ ଥିବା ଜନବସତି ଓ ସେମାନଙ୍କର ଅର୍ଥନୈତିକ ବିକାଶକୁ ଐତିହାସିକ ଭାବେ କିପରି ପ୍ରଭାବିତ କରିଥାଇପାରେ? ଖଣିଜ ସମ୍ପଦର ଏତେ ନିକଟତର ହେବା ସେମାନଙ୍କ ପାଇଁ ଏକ ସୁଯୋଗ ଥିଲା ନା ଏକ ଆହ୍ୱାନ? ଏହା ଉପରେ ଚିନ୍ତା କରାଯାଇପାରେ।